ଏ ଐତିହାସିକ ରାଲିକୁ ଭଣ୍ଡୁର କରିବା ପାଇଁ ଗୋଟେ ମନୁବାଦୀ ବ୍ରାହ୍ମଣବାଦୀ ପାଗଳଟା ପୁରା ଯଥେଷ୍ଟ ଯୋଜନା କରିଥିଲା, ଧମକେଇଲା। ଯଦି ଏ ରାଲିକୁ କିଏ ଆସିବ ତାକୁ ସିଏ ମାଡ଼ ମାରିକି ହସ୍ପିଟାଲ ପକେଇଦବ। ଅନିଲ ମଲ୍ଲିକର କଥାରେ ପଡି ଯୋଉ ନୀଳ ବେଙ୍ଗ ମାନେ କାଲି ଭୁବନେଶ୍ୱର ଆସୁଛ, ସେ ସମସ୍ତଙ୍କୁ ମୁଁ ଗୋଟେ କଥା ଅନୁରୋଧ କରିବି, କ୍ଲିନ୍ ଆଣ୍ଡ କ୍ଲିୟର। ଯଦି ହେଲ୍ଥ ଇନ୍ସୁରାନ୍ସ ଅଛି ତାହେଲେ ଭୁବନେଶ୍ୱର ଆସ। ମୋହନ ଭାଗବତ ବି ବାବା ସାହେବଙ୍କୁ ନତମସ୍ତକ ହୁଅନ୍ତି। ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ସମସ୍ତେ। ତୁ କଣ କହୁଥିଲୁ? ବିଏନ ରାଓ ଲେଖିଛି ସମ୍ବିଧାନ। ତୋ ସହିତ ଗପିଲେ ବି, ପାଗଳକୁ ଜବାବ ଦେଲେ ବି ଲୋକ ଆମକୁ ଖରାପ ଭାବିବେ, ବୁଝିଲୁ? ଚାହଟ ପାଗଳ କୋଉଠିକାର। ଜୟ ଭୀମ। ଗତକାଲି ବହୁଜନ ସମାଜର ଐତିହାସିକ ରାଲିରେ ସାମିଲ ହୋଇଥିବା ପ୍ରତ୍ୟେକ ଛାତ୍ର, ଯୁବକ, ମହିଳା, ବୁଦ୍ଧିଜୀବୀ ସମସ୍ତଙ୍କୁ ହୃଦୟରୁ କ୍ରାନ୍ତିକାରୀ ଜୟ ଭୀମ, ଜୟ ସମ୍ବିଧାନ। ଏ ଐତିହାସିକ ରାଲିକୁ ଭଣ୍ଡୁର କରିବା ପାଇଁ ଗୋଟେ ମନୁବାଦୀ ବ୍ରାହ୍ମଣବାଦୀ ପାଗଳଟା ପୁରା ଯଥେଷ୍ଟ ଯୋଜନା କରିଥିଲା, ଧମକେଇଲା। ଯଦି ଏ ରାଲିକୁ କିଏ ଆସିବ ତାକୁ ସିଏ ମାଡ଼ ମାରିକି ହସ୍ପିଟାଲ ପକେଇଦବ। ଏ କଥା ଯୋଉମାନେ କୁହନ୍ତି ତାଙ୍କର ମାନସିକ ହାଲତକୁ ଟିକେ ଜଜ୍ କରନ୍ତୁ। ପାଗଳ ଗୁଡାକ କୁହନ୍ତି, କାରଣ ଯିଏ କିଛି କରିପାରିବ ସେ କେବେ କହିବ ନାହିଁ। ଆମେ କହିଥିଲୁ ଯେ ହଜାର ହଜାର ସଂଖ୍ୟାରେ 30 ଜାନୁଆରୀ ଲୋକ ଆସି ଆମେ କହିଥିଲୁ ଆମମାନଙ୍କର ସ୍ୱାଭିମାନ, ସମ୍ମାନ, ଅସ୍ମିତା ଲଢ଼େଇ ପାଇଁ, ବାବା ସାହେବଙ୍କ ସମ୍ମାନ ପାଇଁ 30 ଜାନୁଆରୀ ଭୁବନେଶ୍ୱର ଚାଲ। ଆମେ ତ ନାରା ଦଉଥିଲୁ। ପାଗଳ କିଏ ହଉଥିଲା? ଆରେ ଯିଏ ଆସିବ ତାକୁ ଆମେ ବାଡ଼େଇ ଦବୁ, ମାରିଦବୁ, କାଟିଦବୁ, ହେଲ୍ଥ ଇନ୍ସୁରାନ୍ସ ଆଣିକି ଆସ। କିଏ କହୁଥିଲା? ଆମେ କହିଥିଲୁ। ଆମକୁ କହିଲା, ଚ୍ୟାଲେଞ୍ଜ ଦେଲା ଯେ ତୋ ଘର ଭାଙ୍ଗିଦେବି, ତୋ ଘରେ ପଶିଯିବି, ତୋ ମାଆକୁ ଯାଇକି ପଚାରିବି। ଭିଡ଼ିଓ ଦେଖା, ମୋ ମା ସହିତ କୋଉଠି ଭିଡ଼ିଓ କରିଛି? କୋଉଠି ଆମ ଘରେ ପଶିଯାଇଛି ଭିଡ଼ିଓ ଦେଖା? କୋଉଠି ଘର ସାମ୍ନାରେ ଲାଇଭ୍ କରିଛି ଭିଡ଼ିଓଟା ଦେଖା? ଦୂରରୁ ଯାଇକି ଜୁମ୍ କରି ଦେଖଉଛି, ଜୁମ୍। ତା ସହିତ ଗୋଟେ ଆଉ ଗୋଟେ ପାଗଳଟା ଯାଇଥିଲା, ସେ କଣ କହୁଛି? ତାର ଗୋଟେ ପୋଷା କୁକୁର ଯାଇଥିଲା ତା ସହିତ, ତାକୁ ଜୁମ୍ କରି ଦେଖ ଦେଖ ଅନିଲ ମଲ୍ଲିକ ଘର ଏଟା। ଜୁମ୍ କରି ଦେଖଉଛି। ଜୁମ୍ କାହାକୁ ଦେଖାନ୍ତି? ଯିଏ ହାତରେ ଆସିପାରେ ନାହିଁ, ତା ପାଖକୁ ଯାଇପାରେ ନାହିଁ, ସେ ଦୂରରୁ ତାକୁ ଜୁମ୍ କରି ଦେଖାଏ। ଦେଖ ଦେଖ ଜୁମ୍ କରି ଦେଖ ଅନିଲ ମଲ୍ଲିକ ଘର। ପାଗଳ କିଏ? କଣ କହିଥିଲା? ଘରକୁ ଯିବି, ଘର ସାମ୍ନାରେ ଯାଇକି ଲାଇଭ୍ କରିବି, ଘରେ ପଶିଯିବି, ଘର ଭାଙ୍ଗିଦେବି। ପୁଣି କହିଲା 1 ଏକର ଜାଗାରେ ଘର କରିଛି। ତା ପରଦିନ ସେଦିନ କହିଲା 5000 ସ୍କୋୟାର ଫିଟ୍ରେ ଘର କରିଛି। ପାଗଳ କିଏ? କହିଲା 3 ଦିନ ଭିତରେ ଫୁଲବାଣୀ ଯୋଉ ଝିଅ କଥା କହୁଥିଲା ତାକୁ ଆଣି ବସେଇଦେବି। ପାଗଳ କିଏ? ଯାହାର କଥା ଆଉ କାମ ଭିତରେ ଅନ୍ତର ଥାଏ ତାକୁ ପାଗଳ ବୋଲି କୁହନ୍ତି। କହିଲା ପୋଲିସକୁ ସାମ୍ନାକୁ ନେଇଗଲା। ଆରେ ଭାଇ, ତୁ କୁଆଡେ ହିନ୍ଦୁ ସମ୍ରାଟ, କୁଆଡେ ହିନ୍ଦୁ ମାନଙ୍କର? ଏଠି ସରକାର ହିନ୍ଦୁ ସମାଜର, ଏଠି ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଆରମ୍ଭ କରି ସମସ୍ତେ ହିନ୍ଦୁ, ପୋଲିସ ବି ହିନ୍ଦୁ। ତୁ ଯାହାଙ୍କ କଲର, ଚୁଟି ଯୋଉ କଲରକୁ ନେଇକି ଯୋଉ କଟାକ୍ଷ କରୁନୁ କି, ସେ ବି ଜଣେ ବ୍ରାହ୍ମଣ। ତତେ କାହିଁ ଅଟକେଇଲେ? ଏ ଦେଶରେ ମନୁସ୍ମୃତିର ଆଇନ ନୁହେଁ, ଆମ ବାବା ସାହେବଙ୍କର ସମ୍ବିଧାନ ଆଧାରରେ ଆଇନ ଚାଲୁଛି, ଆଇନ ପରିଚାଳନା ହଉଛି। ତୋର ତ ଦମ ଥିଲେ ତୁ ତ ଏତେ କାଢୁଆ ଟାଇପ କହୁଛୁ ସାମ୍ନାକୁ ପଳେଇ ଆସ, ଏମିତି କରିଦେବି ସେମିତି କରିଦେବି। ପୁଲିସ ବାଡେଇକି ସାମ୍ନାକୁ ଆସିବୁ, ତୋ ଦମ ଦେଖିଥାନ୍ତେ। ତୁ ଗୋଟେ ଏପର ଛୁଆ ଆମେ ଦେଖିଥାନ୍ତୁ। ପୁଲିସ ବାଡେଇକି ଆସିଲୁଣି ସାମ୍ନାରେ। ଓ ବାଡେଇ ପାରିବନି। କାହିଁ କହିଲୁ? ଏ ଦେଶରେ ମନୁସ୍ମୃତି ଚାଲୁନି, ଆମ୍ବେଦକରଙ୍କ ସମ୍ବିଧାନ ଚାଲିଛି। ତୋ ଅବସ୍ଥା, ତୋ ପଛପଟ ନ ପୁରା ନାଲି କରିଥାନ୍ତି ପୋଲିସ ବାଲା। ବାଡି ଖାଇଲୁନି ପୋଲିସ ବାଲାଙ୍କୁ, ଦେଖିଥାନ୍ତି ତୋର କେତେ ଅକାତ, କେତେ ଦମ ତୋର। ପୋଲିସ ବାଡେଇ ପାରିବନି। ନାଇଁ, କାହିଁ କହିଲୁ? ସେତେବେଳେ ଆଇନକୁ ପ୍ରବଳ ଭୟ ତୋର, ପ୍ରବଳ ପ୍ରବଳ। ଫେସବୁକରେ ଶୋଧି ଦଉଛୁ, ସବୁ କେସରେ କେସ୍ ହଉଛି, କୋର୍ଟ ଦେଖିବୁ କେମିତି କାନ୍ଦିବୁ। ଯୋଉ ଦମ୍ଭରେ, ଯୋଉ ଦର୍ପ, ଯୋଉ ମାନେ ଜିମ୍ କରିକି ଇଏ କରି ଦେଖ ମୁଁ କେଡେ ବଡ
ବାହୁବଳୀଟା ମୁଁ ଏମିତି କହିଦେଉଛି ଅନିଲ ମଲ୍ଲିକ ଆଉ ତା ଟିମ୍କୁ ସମସ୍ତେ ଏମିତି କହିଦେଉଛି ଦେଖ ମତେ ଲୋକମାନେ କହେ ବହୁତ ବଡ଼ ବାହୁବଳୀଟା ତାହେଲେ କୋର୍ଟକୁ ଯିବୁ ନା ମୂଷା ଏଇ ଯୋଉ ମୂଷା ଏମିତି ହାତ ଯୋଡ଼ି ଠିଆ ଆଉ ଏମିତି ହାତ ବି ଭାଙ୍ଗି ପାରିବନି କି ଏମିତି ଅଣ୍ଟାରେ ହାତ ଦେଇପାରିବନି ଏମିତି ଏମିତି ଯୋଉ ଦେଖଉନି କି ସେମିତି ଦେଖେଇ ପାରିବନି ମୂଷା ଏଇ ଯୋଉ ମୂଷା ବୁଝିଲୁ ହଉଛି ଆମ୍ବେଦକରଙ୍କ ପାୱାର ଆଉ ଯୋଉ କହୁନୁ ଦେଖ ଦେଖ ତୁ ମତେ କୋଉ ଲେଭେଲକୁ ନେଲୁଣି ଦେଖ କହିଦଉଛି ଲୋକମାନେ ତଳେ ନବୀନ ପଟ୍ଟନାୟକକୁ ଘେରାଉ କରିବାକୁ ଯାଆନ୍ତି ନା ନାଇଁ ସାମ୍ନାକୁ କିଏ ଆସେ ପୋଲିସ ମାନେ ଆସି ଅଟକାନ୍ତି ତାଙ୍କ ଭିତରେ କେହି କହିନାହାନ୍ତି ଦେଖ ନବୀନ ପଟ୍ଟନାୟକ ଡରିଗଲା ପୋଲିସ ସାମ୍ନାକୁ ନେଇ ଆସିଲା ନବୀନ ପଟ୍ଟନାୟକ ଗୋଟାଏ ପରେ ଛଅ ସାମ୍ନାକୁ ପଳେଇ ଆସୁ ସମସ୍ତେ ଲଢ଼ି କେହି କୁହନ୍ତି କାହିଁକି ମନ୍ଦିର କହିଲୁ ତୁ ସେମିତି ପୋଷା କୁକୁର ଏଇ 350 ଟଙ୍କାରେ କିଛି ଲୋକଙ୍କୁ ଧରି ଆଣିଥିଲୁ ସେମାନଙ୍କୁ ନେଇକି ଯାଇଥିଲୁ ତୁ ଯେତିକି ଲୋକ ଆଣୁଥିଲୁ ତାର 3 ଗୁଣା ମୋ ଘରେ ମୋ ଭାଇମାନେ ଥିଲେ ପଚାରିଦେବୁ ପୋଲିସ ବାଲାଙ୍କୁ ପଚାରିଦେବୁ ଆଉ ତୁ ଯୋଉ ଚାମଚା ଗୁଡ଼ା ନେଇନଥିଲୁ ତା ପଚାରିଦେବୁ ତୁ ଯୋଉ ଚାମଚା ତତେ ଡାକିଥିଲା ତା ପଚାରିଦେବୁ ମୋ ଘରେ ମୋ ଭାଇମାନେ କେତେ ଜଣ ଥିଲେ ଖାଲି ଇସାରା ଦେଇଥାନ୍ତି ତ ଅବସ୍ଥା ଢିଲା କରିଥାନ୍ତେ ଆମେ ଯେହେତୁ ଆଇନକୁ ମାନୁଛୁ ସେଥିପାଇଁ ସେଠି କୌଣସି ପ୍ରକାର ଅପରୀତିକର ସ୍ଥିତି ନ ହଉ ସେ ବ୍ୟବସ୍ଥା କରିଥିଲୁ କାରଣ ମୋ ଗାଁରେ କୌଣସି ଲ ଆଣ୍ଡ ଅର୍ଡର ସିଚୁଏସନ୍ ନ ହଉ ସେଇଟା ମୁଁ କରିଥିଲି ପଚାରୁ ତତେ ଯେ ଡାକିଥିଲା ତା ପଚାରୁ ତା ଗାଁରେ ତାର ଔକାତ କ'ଣ ତା ଗାଁ ଲୋକ ତା କ'ଣ କହୁଛନ୍ତି ଆଉ ଥରେ ତତେ ଡାକି ଦେଖାଉ ସେ ଗାଁକୁ ତୋ ଅବସ୍ଥା ଲୋକ କ'ଣ କରିବେ ତୋ ଅବସ୍ଥା ତୋ ସେ ଯେମିତି ପଛରେ କୁକୁର ଗୁଡ଼ାକୁ ନେଇକି ଚାଲିଥିଲୁ ତୋ ଅବସ୍ଥା କ'ଣ କରି ଦେଖିବୁ ଆବେ ଯିଏ ଭୁକେ ସେ କାମୁଡ଼େନି ଯୋଉ କୁକୁରଟା ଭୁକେ ସେ କାମୁଡ଼େନି ତୁ ଯୋଉ ଭାବିଥିଲୁ 27 ତାରିଖ ଦିନ ତତେ ଆମେ ଗଣ୍ଡଗୋଳ କରିଦେବୁ ତୁ 30 ତାରିଖ ଦିନ କାର୍ଯ୍ୟକ୍ରମକୁ ଭଣ୍ଡୁର କରିଦେବୁ 30 ତାରିଖ କାର୍ଯ୍ୟକ୍ରମ ତୁ ପାଗଳା ହେଇଗଲୁ କହିଲୁ ହେଲ୍ଥ ଇନ୍ସୁରାନ୍ସ ନେଇକି ଆସ କାହିଁ ସାମ୍ନାକୁ ଆସିପାରିଲୁନି କାହିଁ ସେଦିନ ତ ଆମେ କୋଉ ପୋଲିସକୁ ଆମେ ସାମ୍ନା କରୁନଥିଲୁ ଆମେ ସାମ୍ବିଧାନିକ ପଦ୍ଧତିରେ ରାଲି କରିଥିଲୁ ପୋଲିସ ତୁମମାନଙ୍କୁ ଆମଠାରୁ ସୁରକ୍ଷା ଦେଇଥିଲା ପଚାରିଦେବୁ ଆମେ ଯେତିକି ଥିଲୁ ପାଦରେ ଫୁଟବଲ କରି ଖେଳିଥାନ୍ତୁ ଫୁଟବଲ କରିକି ଆଉ ଯୋଉ ଦମ୍ଭ ଦେଖଉନୁ ଆସିଲୁନି ଆଉ ଗୋଟେ ଏରା ଗାରାକୁ କାହିଁ ଆମ ଭିତରୁ ପଠେଇଦେଲୁ ତୁ ନିଜେ ଆସିଲୁ ତା ବଦଳରେ ଦେଖିଥାନ୍ତୁ ତୁ କେତେ ବଡ଼ ବାହୁବଳୀଟା ତୁ ପାଗଳ ହେଇଗଲୁଣି ସେ ରାଲି ଦେଖିକି ତୁ ବାୟା ହେଇଗଲୁଣି ଆମେ କହିଦେଇଛୁ ଆଜି RSSର ମୁଖିଆ ମୋହନ ଭାଗବତକୁ ତତେ ନେଇ ତୁରନ୍ତ ପାଗଳଖାନାକୁ ଯାଉ ନହେଲେ ତୁ କାମୁଡ଼ି ପକେଇବୁ ତୁ ଏବେ ତ କାମୁଡ଼ିବାକୁ ଗୋଡ଼ଉଛୁ ଲୋକଙ୍କୁ ଆଉ କିଛି ଦିନ ପରେ କାମୁଡ଼ି ପକେଇବୁ ସମସ୍ତଙ୍କୁ ତୁ RSS ଶାଖାକୁ ଯାଇଥିଲୁ ଚନ୍ଦ୍ରଶେଖପୁରରେ ପଛରେ ଆଡ଼େ ବସିଥିଲୁ ସେଇଠି ବି କାମୁଡ଼ି ପକେଇବୁ ଲୋକଙ୍କୁ କାରଣ ତୁ କାମୁଡ଼ା କୁକୁର ହେଇଗଲୁଣି କିଛି ଦିନ ତଳେ ଢେଙ୍କାନାଳ ଜିଲ୍ଲାବାସୀକୁ କ୍ଷମା ମାଗିଥିଲୁ ଢେଙ୍କାନାଳବାସୀ ବି ଆସିଥିଲେ ଆମ ସହିତ ବୁଝିଲୁ ଢେଙ୍କାନାଳବାସୀଙ୍କୁ ତୁ କ୍ଷମା ମାଗିଥିଲୁ ପୁଣି ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରି ଯାଇଥିଲୁ ସେଠି କ୍ଷମା ମାଗିଥିଲୁ କ'ଣ କହୁଥିଲୁ ଆମେ ମନୁସ୍ମୃତି ନାକ ରଗଡ଼େଇବୁ ଆମ୍ବେଦକରଙ୍କୁ ଆମେ ମନୁସ୍ମୃତି ନାକ ରଗଡ଼େଇବୁ ତୁ କିଏ ନାକ ରଗଡ଼ଉଛି ତୋ ଭାଇମାନଙ୍କୁ ପଚାର ତୁ ପଛରେ ଯୋଉ 350 ଟଙ୍କିଆ ବୁଲା କୁକୁର ଗୁଡ଼ାକୁ ବୁଲଉନୁ ତାଙ୍କୁ ପଚାରିବୁ କିଏ ନାକ ରଗଡ଼େଇଛି ଆରେ ତୁ ବା ସେଇ ଯିଏ କହୁଥିଲା ସମ୍ବିଧାନ BN ରାଓ ଲେଖିଛି ଆମ୍ବେଦକର ଲେଖିନାହାନ୍ତି ଆଉ ପୁଣି ସମ୍ବିଧାନ ସୁରକ୍ଷାରେ BN ରାଓ ଫଟୋ କୁଆଡ଼େ ଗଲା ରେ ବାବୁ ବଦ୍ଧ ପାଗଳ ତୁ ଗୋଟେ ତୋ କଥା ତୋ କାମ ଆକାଶ ପାତାଳ ଫରକ ତୁ କ'ଣ କହୁ ନିଜେ ବୁଝଉନି ତୁ କ'ଣ କରୁ ନିଜେ ବି ବୁଝଉନି କାରଣ ପାଗଳଙ୍କର ବଡ଼ ଉପାଧି ତତେ ତୁରନ୍ତ ତୋ ମୁଖ୍ୟ RSS ମୁଖ୍ୟ ମୋହନ ଭାଗବତ କହି ତୁରନ୍ତ ହେଇକି ରାଞ୍ଚିରେ ଆଡମିଟ୍ ହେଇଯା ନହେଲେ ତୁ କାମୁଡ଼ି ପକେଇବୁ ସମସ୍ତଙ୍କୁ ବୁଝିପାରୁଛୁ ତୁ ନିଜେ ଆଡମିଟ୍ ନ ହବୁ ତ ଲୋକ ତୋ ଭାଇମାନେ ନେଇକି ତତେ ନେଇକି ଆଡମିଟ୍ କରେଇଦେବେ BN ରାଓ ସମ୍ବିଧାନ ନିର୍ମାତା କହୁଥିଲୁ ଆମ୍ବେଦକରଙ୍କୁ ଢାବା ସାହେବ କହି ଗାଳି ଦଉଥିଲୁ ଏବେ ପୁଣି ଆମ୍ବେଦକରଙ୍କ ଫଟୋ ଆମ୍ବେଦକର ସେନା କିଏ ପାଦରେ ଆସି ପଡ଼ିଲା ରେ କିଏ ନାକ ରଗଡ଼ିଲା ଆମ୍ବେଦକରଙ୍କ ପାଖରେ କିଏ ଆମ୍ବେଦକରବାଦୀଙ୍କ ପାଖରେ ନାକ ରଗଡ଼ିଲା ପଚାର ମନକୁ ଆମ୍ବେଦକର ସେନା ବାବା ସାହେବଙ୍କ ପାଦ ତଳେ
ସମସ୍ତେ ପଢ଼ନ୍ତି। ମୋହନ ଭାଗବତ ବି ବାବା ସାହେବଙ୍କୁ ନତମସ୍ତକ ହୁଅନ୍ତି। ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ସମସ୍ତେ। ତୁ କ'ଣ କହୁଥିଲୁ? ବିଏନ୍ ରାଓ ଲେଖିଛି ସମ୍ବିଧାନ। ତୋର ଯୋଉ ବ୍ୟାନର ମାରିଥିଲୁ ତ ଚାମଚାମାନଙ୍କୁ ଧରିକି ଠିଆ ହେଇଥିଲୁ ବ୍ୟାନର ଧରିକି, ସେଠି ବିଏନ୍ ରାଓ ଫଟୋ ଥିଲା। ଅବେ ଏଇଥିରୁ କ'ଣ ତୋ ଅକାର ସ୍ପଷ୍ଟ ନୁହଁ? ତତେ ତୋ ସହିତ ଗପିଲେ ବି, ପାଗଳକୁ ଜବାବ ଦେଲେ ବି ଲୋକ ଆମକୁ ଖରାପ ଭାବିବେ। ବୁଝିଲୁ? ଚାଲ ହଟ୍, ପାଗଳ କୋଉଠିକାର।